ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ରେଡିଓର ଉଦ୍ଭାବନ ତାର ବିନା ଦୂରତା ଯୋଗାଯୋଗକୁ ସମ୍ଭବ କରିଥିଲା। ପ୍ରଥମ ବ୍ୟାବହାରିକ ରେଡିଓ ପ୍ରଣାଳୀ ବିକଶିତ କରିବା ପାଇଁ ଗୁଗଲି ଏଲ୍ମୋ ମାର୍କୋନିଙ୍କୁ ବହୁଳ ଭାବରେ ଶ୍ରେୟ ଦିଆଯାଇଛି। ପ୍ରାରମ୍ଭିକ ରେଡିଓ କେବଳ ସରଳ ସଂକେତ ପଠାଇ ପାରୁଥିଲା, କିନ୍ତୁ ପରେ ସେମାନେ ସ୍ୱର ଏବଂ ସଙ୍ଗୀତ ପ୍ରସାରଣ କରୁଥିଲେ। ଖବର, ମନୋରଞ୍ଜନ ଏବଂ ଜରୁରୀକାଳୀନ ଯୋଗାଯୋଗ ପାଇଁ ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ହୋଇଥିଲା। ଆଜି ମଧ୍ୟ ରେଡିଓ ଏକ ଶକ୍ତିଶାଳୀ ଏବଂ ବହୁଳ ଭାବରେ ବ୍ୟବହୃତ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଭାବରେ ରହିଛି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବ ଭିଡ଼ିଓରେ। ନମସ୍କାର।